ତାର ଏଇ ଗୋଡ଼ଟା ଟିକେ ବଙ୍କେଇକି ଚାଲିବ, ପୁରା ଭାଙ୍ଗି ଯାଇଥିଲା, ଗୁଣ୍ଡ ହେଇଥିଲା। ଇଏ ଟୋଟାଲ ଅଣ୍ଟା ଭାଙ୍ଗି ଯାଇଥିଲା, ବହୁ କଷ୍ଟରେ ଇଏ ଚାଲି ଆରମ୍ଭ କଲା। ଇଏ ବି ସେଇଆ, ତାର ପଛ ଗୋଡ଼ ଖରାପ, ସିଏ ବି ସେମିତି। ଏଇ ଗାଈଟା କିନ୍ତୁ 7 ବର୍ଷ ହେଲାଣି ନା? ସେଠି ଦେଖୁଛ ଗୋଟେ ବଡ଼ ଷଣ୍ଢ ବାହାରେ ଶୋଇଛନ୍ତି ବାବା। ହଁ ହଁ। ସିଏ ବ୍ରହ୍ମଗିରି ଥାନା ପାଖରୁ ଆଇଥିଲା, 4 ବର୍ଷର ହେଇଥିଲା ଆଇଥିଲା। ହଁ। ଏଠି ଆମର ହେଇଗଲା 9 ବର୍ଷ। ଆଉ ତାର ପଛ ପାରାଲିସ୍, ତାକୁ ନ ଟେକିଲେ ଉଠି ପାରୁନି। ଆଉ ୟାର ସେମିତି ଗୋଡ଼ ଖରାପ, ଇଆଡ଼େ ମୁଣ୍ଡରେ ଇଏ ସେଠି ଟ୍ରେନ୍ ଲାଇନରେ କଟିକି, ସେ ଯୋଉ ନନ୍ଦୀବାରେ ଏଠି ଶୋଇଛନ୍ତି, ସେ ଟ୍ରେନ୍ ଲାଇନରେ ଗୋଡ଼ କଟି ଯାଇଥିଲା। ଆଉ ସେ ଗୋଡ଼ ବି କଟା ହେଇ ସାଇଜ୍ ହେଇକି ଅଛି। ଆଉ ଇଏ ତ ଆଇଛନ୍ତି ଇଏ ସେମିତି ଯୋଉ ସାଇରାମ ବାଲା ଯୋଉ ଆସନ୍ତିନି କି 6 ଗୋଡ଼ିଆ ଗାଈ ଧରିକି ପୂଜା ମାଗନ୍ତି, ଗାଡ଼ି ଉଲ୍ଟି ଗଲା, ଇଏ ଆଉ ଉଠି ପାଇଲାନି, ତାକୁ ଫୋପାଡ଼ି ଦେଇକି ରୋଡ଼ ଉପରେ ପଳେଇଛନ୍ତି। ହେଇଗଲାଣି ଆମ ପାଖରେ, ସିଏ ବି 7-8 ବର୍ଷ ହେଇଗଲାଣି। ଛୁଆଟା କିନ୍ତୁ ପୁରା ସୁନ୍ଦର ହେଇଛି। ଛୁଆଟା ତ ମା ସେମିତି, ସିଏ ତାକୁ ମା ଭାବିକି ତାକୁ, ଏଇ ଛୁଆଟା କିନ୍ତୁ ମା ନାହିଁ ନା? ନା, ତାକୁ ସିଏ ଛୁଆ ଭାବି ଦେଇଛି। ସେ ବୋତଲରେ କ୍ଷୀର ଖାଉଛି, କିନ୍ତୁ ତାକୁ ଛୁଆ ଭାବି ଦେଇଛି ସିଏ।